ସୀତାନାଥ ପାଇନ କାମାର ପୁକୁରର ଜଣେ ସଙ୍ଗତି ସମ୍ପନ୍ନ ଲୋକ। ଶିବରାତ୍ରି ଦିନ ତାଙ୍କ ଘର ଆଗରେ ଯାତ୍ରା ହେବ। ଶିବ ଦୁର୍ଗା ପାଲା ଧୁମଧାମ ଲାଗିଛି। ଲୋକଙ୍କ ମନରେ ଆନନ୍ଦ କହିଲେ ନ ସରେ। ଠିକ୍ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଜଣାଗଲା ଯେଉଁ ପିଲାଟି ଶିବ ପାଠ କରିବାର କଥା ସେ ଆସିନାହିଁ। ତା ଦେହ ସାଂଘାତିକ ଖରାପ। ତା ବଦଳରେ ଶିବ ହୋଇ କିଏ ବାହାରିବ ଯାତ୍ରା ଦଳରେ? ଏମିତି ବି ଆଉ କେହି ନାହିଁ। ଅତଏବ ଯାତ୍ରା ବନ୍ଦ ରହିବା ଛଡ଼ା ଆଉ ଉପାୟ ନାହିଁ। କିନ୍ତୁ ଯାତ୍ରା ଯଦି ବନ୍ଦ ହେଉଛି, ରାତ୍ରି ଜାଗରଣ ହେବ କେମିତି? ସମସ୍ତେ ଯାଇ ଅନୁରୋଧ କଲେ ଦଳର ଅଧିକାରୀଙ୍କୁ, ଯେମିତି ହେଉ ଯାତ୍ରା କରାଅ। ଅଧିକାରୀ କହିଲେ, ଆପଣମାନେ ଜଣେ ଶିବ ଯୋଗାଡ଼ କରିଦିଅନ୍ତୁ, ମୁଁ ଯାତ୍ରା କରେଇବି। ଏକାଥରକେ ସମସ୍ତଙ୍କ ପାଟିରୁ ବାହାରିଲା, ଗଦାଧରକୁ ଆଣି ଶିବ କରେଇଲେ କେମିତି ହୁଅନ୍ତା? ଚମତ୍କାର ହେବ। ବୟସ ଅବଶ୍ୟ ଅଳ୍ପ, କିନ୍ତୁ ଶିବଙ୍କ ବହୁତ ଗୀତ ସେ ଜାଣିଛି, ଚଳେଇ ନେଇପାରିବ। ତା ଛଡ଼ା ଶିବ ବେଶରେ ତାକୁ ଯାହା ମାନିବ ବାଛିବାକୁ ନଥିବ। ପରିସ୍ଥିତି କ'ଣ ହେବ ଗଦାଧର ଠିକ୍ ବୁଝିପାରୁନାହିଁ। ତେବେ ସମସ୍ତେ ଧରାଧରି କରିବାରୁ ରାଜି ହେଲା। ଯାତ୍ରା ଆରମ୍ଭ ହେଲା। ଯେତେବେଳେ ଗଦାଧରର ଆସିବା ପାଳି ପଡ଼ିଲା, ସେ ଆସି ଠିଆ ହେଲା ଆସର ମଝିରେ ଶିବ ବେଶରେ। ପୂରାପୂରି ସେହି ସ୍ୱଭାବ ସ୍ୱଚ୍ଛ ଧବଳ ସଚିଦାନନ୍ଦ ଶିବ। ମୁଣ୍ଡରେ ରୁକ୍ଷ ବର୍ଣ୍ଣର ଜଟାଜୁଟ, ଅଙ୍ଗରେ ବିଭୂତି ଲେପନ, ପରିଧାନରେ ବ୍ୟାଘ୍ର ଚମ୍ର, ଗୋଟିଏ ହାତରେ ଟମ୍ବରୁ, ଅନ୍ୟ ହାତରେ ତ୍ରିଶୂଳ, କଣ୍ଠ ଓ ବାହୁରେ ଅନନ୍ତ ନାଗଫଣା ଟେକି ରହିଛି। ଶେଖରରେ ଝଟକୁଛି ସୁଧା ମୟୂଖ ଶଶଧର। ପଦପାଦରେ ଧୈର୍ଯ୍ୟ, ଅବସ୍ଥିତିରେ ଶାନ୍ତି, ନିର୍ନିମେଷ ଆଖିରେ ତୃତୀୟ ନୟନର ଦୀପ୍ତତା। ସତେଅବା ସ୍ୱୟଂ ମୃତ୍ୟୁଞ୍ଜୟ ମହାଦେବ ଅବତରି ଆସିଛନ୍ତି ନର ରୂପରେ। ସେହି ତପଯୋଗ ଗମ୍ୟ ଶୂଳପାଣି ବିଶ୍ୱନାଥ। ତାଣ୍ଡବ ପ୍ରଚଣ୍ଡ ଅଥଚ ପ୍ରାଣପୋଷକ। ଅଭାବନୀୟ ଆନନ୍ଦର ଢେଉ ଖେଳିକରା ଚତୁର୍ଦିଗରେ। ଯାତ୍ରା ଦେଖିବା ପାଇଁ ଯେଉଁ ସ୍ତ୍ରୀ ଲୋକମାନେ ଆସିଥିଲେ, ସେମାନେ ହଠାତ୍ ହୁଳହୁଳି ଦେବାକୁ ଆରମ୍ଭ କଲେ। କେହି କେହି ଶଙ୍ଖ ଧ୍ୱନିରେ ସଭାସ୍ଥଳକୁ ପ୍ରକମ୍ପିତ କରାଇଲେ। ହରିବୋଲ ହରିବୋଲ ଧ୍ୱନିରେ ଗଗନ ପବନ ମୁଖରିତ ହୋଇ ଉଠିଲା। ଓସ୍ତାଦ ନିଜେ ଜୋଳହସ୍ତରେ ଶିବସ୍ତୁତି ଆରମ୍ଭ କରିଦେଲେ। ଜଟାଟକି ଗଳଜ୍ଜଳ ପ୍ରବାହ ପାବିତସ୍ଥଳେ। ଆଃ, କେଡ଼େ ସୁନ୍ଦର ମାନିଛି ଗଦାଇକୁ। ଶିବ ପାଠଟା ଆଜି ଏତେ ଭଲ ହେବ ଆମେ ତ କେହି ଭାବି ହିଁ ନଥିଲୁ। ତାକୁ ଟିକିଏ ଶିଖାଶିଖି କରେଇ ବାଗେଇ ନେଇ ଯାତ୍ରା ଦଳଟିଏ ଗଢ଼ିବା। ଏହିଭଳି କେତେ କ'ଣ କହିଯାଉଥିଲେ ଦେଖଣାହାରିଏ। କିନ୍ତୁ କଥା କ'ଣ? ଶିବ କିଛି କହୁନାହାନ୍ତି। କ'ଣ ହେଲା? ଗଦାଧର କିଛି କହୁନାହିଁ କାହିଁକି? ହଲଚଲ ହେଉନାହିଁ କାହିଁକି? ଖାଲି ବେଶ ପିନ୍ଧି ଠିଆ ହେଲେ କ'ଣ ପାଠ ହେବ? କଥା କହିବାକୁ ପଡ଼ିବ। ଏପାଖ ସେପାଖ ହୋଇ ଚାଲିବାକୁ ପଡ଼ିବ। ଆରେ ଏ କ'ଣ? ଗଦାଧର କାନ୍ଦୁଛି। ଶିବ ପୁଣି କାନ୍ଦିଲେ କେତେବେଳେ? କେତେଜଣ ଧାଇଁଗଲେ ପାଖକୁ। ଗଦାଧରର ବାହ୍ୟ ଜ୍ଞାନ ନାହିଁ। ଗଦାଧର ତତ୍ସ୍ୱରୂପ। ଜଳ ଆଣ, ବିଞ୍ଚି ଦିଅ। ଶିବ ଭରା ହୋଇଛନ୍ତି। କାନରେ ଶିବ ମନ୍ତ୍ର କୁହ। ଯା, ଟୋକାଟା ରସଭଙ୍ଗ କରିଦେଲା। ଏଡ଼େ ସୁନ୍ଦର ପାଲାଟା ଶୁଣେଇଦେଲା ନାହିଁ। ଅବଶୋଷ କରି କହିଲେ କେତେଜଣ। ଯାତ୍ରା ଭାଙ୍ଗିଗଲା। ଗଦାଧରକୁ କାନ୍ଧରେ ପକାଇ ନେଇ ଘରେ ପହଞ୍ଚାଇ ଦିଆଗଲା। ସେ ପର୍ଯ୍ୟନ୍ତ ସେ ଦେହଜ୍ଞାନ ବର୍ଜିତ। ସେ ପର୍ଯ୍ୟନ୍ତ ସେ ଶିବମୟ। ସାରା ରାତି ଘରେ କନ୍ଦା କଟା। ଯେତେ ଯାହା କଲେ ବି ଗଦାଧରର ଜ୍ଞାନ ଆସୁନାହିଁ। କାହାକୁ କହନ୍ତି ଜ୍ଞାନ, କାହାକୁ ବା ଅଜ୍ଞାନ? କିଏ ଜାଗ୍ରତ, କିଏ ବା ସୁଷୁପ୍ତ? ରାତି ପାହି ସକାଳ ହେଲା। ଗଦାଧର ଆଖି ଖୋଲିଲା। ଆକାଶରେ ଆଖି ଖୋଲିଲେ ଦିନମଣି।
ଏଇ ହେଲା ଗଦାଧର। ଦୁଇଟି ଆୟତ ଉଜ୍ଜ୍ୱଳ ଆଖି, ସେ ଆଖିରେ ଶାନ୍ତି ଆଉ ସରଳତା। ମଥାରେ ମଥାଏ ଅଲରା କେଶ, ସେଇ ଅଲରା କେଶରେ ଆନନ୍ଦମୟ ଔଦାସୀନ୍ୟ। ମୁହଁରେ ଅମୀୟ ମଧୁର ହସ, ହସରେ ଅହେତୁକ କରୁଣା। କଣ୍ଠସ୍ୱରରେ ଅମୃତ ନିର୍ଝର ପ୍ରସନ୍ନତା, ଯାହାର ପ୍ରସାଦରେ ଅଶେଷ ଆଶ୍ୱାସ। ଯିଏ ଦେଖି ଭଲ ପାଏ, ଥରେ ଯାହାର ଆଖି ପଡ଼ିଯାଏ ତା ଉପରେ ଆଉ ଆଖି ଫେରେଇ ପାରେନା। ଭଲ ଚିଜ୍ଟିଏ କେହି ପାଇଗଲେ ମନ ହୁଏ ଗଦାଧରକୁ ଖୁଆନ୍ତି, ଇଚ୍ଛା ହୁଏ ତା କଥା ଟିକିଏ ଶୁଣନ୍ତି। ସେ ଯେଉଁଠାକୁ ଯାଉଛି ଯାଇ ସେଇଠି ଟିକିଏ ବସନ୍ତି। ଏଣେ କିନ୍ତୁ ଲେଖାପଢ଼ା ପ୍ରତି ତିଳେ ହେଲେ ଆଗ୍ରହ ନାହିଁ ଗଦାଧରର। ଚାଟଶାଳୀକୁ ଯିବାରେ ସିନା ଆପତ୍ତି, କିନ୍ତୁ ରାମାୟଣ କି ମହାଭାରତ ପଢ଼ିବାକୁ କୁହ, ଅନର୍ଗଳ ପଢ଼ିଯିବ, ପାଗଳ କରେଇଦେବ। ଧ୍ରୁବ ପ୍ରହ୍ଲାଦ କଥା ଶୁଣିବାକୁ ଚାହୁଁଛ, ଆଖିରେ ଲୁହ ସମ୍ଭାଳି ପାରିବ? ଖୋଲା ଜାଗାରେ ମୁକ୍ତ ପବନରେ ବୁଲିବାକୁ ଛାଡ଼ିଦିଅ, ମହା ଖୁସି। ଯାହା କିଛି ସୁନ୍ଦର ମନ ଧାଉଁଛି ତାହାରି ଆଡ଼କୁ। ଭାବେ କେଉଁ ଉପାୟରେ ଏହି ସୁନ୍ଦରକୁ ନିଜ ସୃଷ୍ଟି ମଧ୍ୟରେ ପ୍ରକାଶ କରାଇବ। ଗଦାଧର ତେଣୁ ମାଟିରେ ମୂର୍ତ୍ତି ଗଢ଼େ, ଗଳା ଛାଡ଼ି ଗୀତ ଗାଏ, ଦୁଇ ହାତ ଟେକି ନାଚେ। ଶିଳ୍ପରେ, ସଙ୍ଗୀତରେ, ନୃତ୍ୟରେ ସେ ସେହି ଏକ ଅନିର୍ବଚନୀୟଙ୍କୁ ଉଦ୍ଘାଟିତ କରିବାକୁ ଚାହେଁ। ଆଉ କଥା ସେ ଯାହା କହେ ତାହା ତ ସାହିତ୍ୟ, ସାହିତ୍ୟର ସାରବିନ୍ଦୁ। ମୋତେ ରସ ବସରେ ରଖିବୁ ମା, ମୋତେ ଶୁଖିଲା ସନ୍ନ୍ୟାସୀଟିଏ କରିଦେବୁ ନାହିଁ, ପ୍ରାର୍ଥନା ଦିନେ ଗଦାଧର କରିଥିଲା। ମୋତେ ରସ ଦେ, କିନ୍ତୁ ତା ସଙ୍ଗେ ସଙ୍ଗେ ବସରେ ରଖ। ମୋତେ ଉଚ୍ଛ୍ୱାସ ଦେ, ତା ସହିତ ସଂଯମ ଦେ। ଭାବ ସହିତ ରୂପକୁ ମଧ୍ୟ ବିକଶିତ କରାଇ ଦେ। ମୁଁ ତୋର କବି ହେବାକୁ ଚାହେଁ। ତୁ ଯଦି ମା ଆଦି ଦେବୀ, ମୁଁ ହେବି ତୋର ଆଦି କବି। କେତେ ଆଉ ମୂର୍ତ୍ତି ଗଢ଼ିବି ମା, ଏଥର ମୁଁ ନିଜେ ନିଜକୁ ମୂର୍ତ୍ତି କରିବି।